ଆଜିର 10ଟି ବଡ଼ ଖବର। କିଛି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ, ତେଣୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଆପଣ ଦେଖୁଛନ୍ତି ସମ୍ଭବ ନ୍ୟୁଜ୍। ଆସନ୍ତୁ ଆରମ୍ଭ କରିବା ଆଜିର ବଡ଼ ଖବର। ଚାଲନ୍ତୁ ଆରମ୍ଭ କରିବା ଆଜିର 10ଟି ବଡ଼ ଖବର। ହିଟ୍ ୱେଭ୍ ସେଣ୍ଟର ଖୋଲିବେ ସରକାର, ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୋଲିବ ହିଟ୍ ୱେଭ୍ ରିଲିଫ୍ ସେଣ୍ଟର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ସୂଚନା। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହି ସେଣ୍ଟର ଲୋକଙ୍କୁ ତାପରୁ ରକ୍ଷା କରିବ। ପ୍ରଥମେ ଅଧିକ ପ୍ରଭାବିତ ଅଞ୍ଚଳରେ ଆରମ୍ଭ ହେବ। ଯୁକ୍ତ 2 ରେଜଲ୍ଟ ତାରିଖ ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍। ମେ ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ 2 ରେଜଲ୍ଟ। କଳା, ବାଣିଜ୍ୟ, ବିଜ୍ଞାନ ସମସ୍ତ ଫଳ ଏକସାଥିରେ ପ୍ରକାଶିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁବିଧା, କମ୍ ମାର୍କ ଥିଲେ ଏବେ ଦେଇପାରିବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା। ରିଚେକିଂ ଓ ଆଡିସନକୁ ମୁକ୍ତ କରିବାକୁ ଚେଷ୍ଟା କରୁଛି ସିଏଚ୍ଏସି। 4 ଲକ୍ଷରୁ ଅଧିକ ଛାତ୍ର ପରୀକ୍ଷା ଦେଲେ ଏବର୍ଷ ଯୁକ୍ତ 2 ପରୀକ୍ଷାରେ। 4,01,000ରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। 151ଟି କେନ୍ଦ୍ରରେ 16,000ରୁ ଅଧିକ ମୂଲ୍ୟାୟନକାରୀ ନିଯୁକ୍ତ ହୋଇଥିଲେ। ସୁପର ଏଲ୍ ନିନୋର ଭୟ, ବଡ଼ ସତର୍କ ସୂଚନା। 2026ରେ ସୁପର ଏଲ୍ ନିନୋ ହେବାର ଆଶଙ୍କା। ଏହା ଭାରତରେ ଭୟଙ୍କର ଗ୍ରୀଷ୍ମ। ଏସ୍ସିବିରୁ 14 ଶିଶୁ ନିଖୋଜ ଘଟଣା। କଟକ ଏସ୍ସିବି ହସ୍ପିଟାଲରୁ 14 ଶିଶୁ ନିଖୋଜ ଘଟଣାରେ ଚାଞ୍ଚଲ୍ୟ। ଆର୍ଟିଆଇ ମାଧ୍ୟମରେ ଆସିଛି ଚମକଦାର ତଥ୍ୟ। 9 ଶିଶୁଙ୍କ ରେକର୍ଡ ନାହିଁ ବୋଲି ଅଭିଯୋଗ। ମେ 1ରୁ ବଦଳିବ ଅନେକ ନିୟମ। ମେ 1ରୁ ଆପଣଙ୍କ ପକେଟରେ ପଡ଼ିବ ପ୍ରଭାବ। ଏଲ୍ପିଜି ସିଲିଣ୍ଡର ଦର ବଦଳିପାରେ। ୟୁପିଆଇରେ ଆସିପାରେ 2 ସ୍ତରୀୟ ସୁରକ୍ଷା। ବ୍ୟାଙ୍କ କେୱାଇସି ଅପଡେଟ୍ ଆବଶ୍ୟକ। ମେ 1 ପୂର୍ବରୁ କେୱାଇସି ଅପଡେଟ୍ କରନ୍ତୁ, ନହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ। ହିଟ୍ ୱେଭ୍ ଆଲର୍ଟ ଜାରି। ରାଜ୍ୟରେ ତାପମାତ୍ରା 45 ଡିଗ୍ରୀ ପାର କରିପାରେ। ସକାଳ 11ରୁ ଉପରବେଳା 3ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା। ଆଇପିଏଲ୍ ରୋମାଞ୍ଚକର ମୁକାବିଲା। ଆଇପିଏଲ୍ 2026ରେ ଆଜି ପଞ୍ଜାବ ଭର୍ସେସ୍ ରାଜସ୍ଥାନ ମ୍ୟାଚ୍। ଦୁଇ ଦଳ ମଧ୍ୟରେ ହେବ କଡ଼ା ମୁକାବିଲା। ଓପନର ପ୍ରିୟାଂଶ ଓ ବୈଭବଙ୍କ ନଜର ରହିବ। ଏହା ଥିଲା ଆଜିର 10ଟି ବଡ଼ ଖବର। ଅଧିକ ଅପଡେଟ୍ ପାଇଁ ଦେଖୁଥାନ୍ତୁ ସମ୍ଭବ ନ୍ୟୁଜ୍। ଧନ୍ୟବାଦ।